ଧାନ ପଞ୍ଜୀକରଣ ପ୍ରକ୍ରିୟା 2026 ଆରମ୍ଭ ହେବା ପାଇଁ ଯାଉଛି। ଆପଣ ପଞ୍ଜୀକରଣ କରିବା ପୂର୍ବରୁ 100 ଥର ଏ ଭିଡ଼ିଓଟିକୁ ଆପଣମାନେ ଦେଖନ୍ତୁ। ତ କାହିଁକି ନା ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ସରକାର ଏଥର ନୂଆ ନିୟମ ଲାଗୁ କରିଛନ୍ତି। ଯଦି ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଏହି ନିୟମଗୁଡ଼ିକ ବିଷୟରେ ଜାଣିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥର ନିୟମ ଚାଷୀମାନଙ୍କୁ ଅଡ଼ୁଆ କରିପାରେ। ଅନେକ ଚାଷୀ ପଞ୍ଜୀକରଣରୁ ବାଦ୍ ହେଇପାରନ୍ତି। ତ ସରକାରଙ୍କ ତରଫରୁ ଯେଉଁ ନୋଟିସଟି ବର୍ତ୍ତମାନ ସାମ୍ନାକୁ ଆସିଛି, ଆପଣମାନେ ସମସ୍ତେ ଜାଣିବା ନିହାତି ଜରୁରୀ ରହିଛି। ଧାନ ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେବା ପାଇଁ ଯାଉଛି, ତ କେମିତି କ'ଣ ରହିଛି ସିଷ୍ଟମ୍, କ'ଣ ସବୁ ନୂଆ ନିୟମ ଗୁଡ଼ିକ ରହିଛି, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ପ୍ରଥମ କରି ଯଦି ଆପଣମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି, ଏପର୍ଯ୍ୟନ୍ତ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତ ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି, କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ପ୍ରତ୍ୟେକ ଦିନ ହିଁ ପାଇପାରିବେ। ଆପଣ ସମସ୍ତେ ଜାଣିଛନ୍ତି, ପୂର୍ବ ବର୍ଷମାନଙ୍କରେ ଚାଷୀ ଭାଇମାନେ ଜୁଲାଇ ମାସ 15 ତାରିଖ ମଧ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ କରିଥାନ୍ତି। ଜୁଲାଇ ମାସ ଶେଷ ହୋଇ ଅଗଷ୍ଟ ମାସ ପ୍ରଥମ ସପ୍ତାହ ହେଲାଣି। ଚାଷୀ ପଞ୍ଜୀକରଣ କେବେ ହେବ? ଏ ବର୍ଷ ସରକାର ଭୁଲି ଯାଇଛନ୍ତି କି? ଯାହା ଶୁଣିବାକୁ ମିଳୁଛି, ଏଥର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ବାଦ୍ ଦିଆଯାଇପାରେ। ପୂର୍ବ ବର୍ଷମାନଙ୍କରେ ଦେଖନ୍ତୁ କେବେଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା, 15 ଜୁଲାଇରୁ 15 ଅଗଷ୍ଟ ମଧ୍ୟରେ। ତାପରେ ଆଉ ଗୋଟେ ଆମ ଆର୍ଥିକ ବର୍ଷ ଦେଖଉଛି 2023-2024 ଆର୍ଥିକ ବର୍ଷର ଆପଣ ମଧ୍ୟ ଦେଖନ୍ତୁ, ଜୁଲାଇ 15ରୁ ଅଗଷ୍ଟ 16 ମଧ୍ୟରେ ହୋଇଥିଲା। କିନ୍ତୁ ମୁଁ ଆପଣମାନଙ୍କୁ କହୁଛି ଏଥର ବହୁତ ବିଳମ୍ବ ମଧ୍ୟ ହୋଇଛି। ବିଳମ୍ବ ହେବା ସତ୍ତ୍ୱେ ନୂଆ ନିୟମ ଗୁଡ଼ିକ ଲାଗୁ କରାଯାଇଛି। ତ ଆପଣମାନେ କେଉଁ କେଉଁ ବିଶେଷ ସୂଚନା ପ୍ରତି ଆପଣ ଧ୍ୟାନ ଦେବେ, ତ ଆସନ୍ତୁ ଥରେ ଖବର ଉପରେ ନଜର ପକାଇବା, ଯେଉଁ ନୋଟିସ୍ କ'ଣ ରହିଛି ଦେଖିବା। ଦେଖନ୍ତୁ, ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ। ଧାନ ସଂଗ୍ରହ ବର୍ଷ 2026-2027 ଆର୍ଥିକ ବର୍ଷ। ତ ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ 1/11/2026 ତାରିଖରୁ ତା 31/3/2027 ତାରିଖ ମଧ୍ୟରେ ପରିଚାଳିତ ହେବ। ଏହି ଅବଧି ମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଫସଲ ଅମଳର ସମୟକୁ ଦୃଷ୍ଟିରେ ରଖି ଖରିଫ ଧାନ କ୍ରୟ ସମ୍ପାଦନ କରାଯିବ। ଏଥିପାଇଁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି PSCS, ଲାମ୍ PCS କିମ୍ବା ପାଣି ପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରିବା ଆବଶ୍ୟକ। ଦେଖନ୍ତୁ, ସରକାରଙ୍କ ତରଫରୁ ଧାନ ସଂଗ୍ରହ ଆର୍ଥିକ ବର୍ଷ 2026-2027 ପାଇଁ ଯେଉଁ ନୋଟିସଟି ଆପଣମାନଙ୍କ ପାଇଁ ରହିଛି, ପ୍ରତ୍ୟେକ ଚାଷୀମାନେ ଜାଣିବା ଦରକାର। ଯେଉଁ ଚାଷୀମାନେ ପ୍ରତ୍ୟେକ ବର୍ଷ ଧାନ ମଣ୍ଡିରେ ଧାନ ଦେଉଛନ୍ତି, ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁଡ଼ିକ ରହିଛି, ପ୍ରତ୍ୟେକ ଚାଷୀମାନେ ଜାଣିବା ନିତ୍ୟାନ୍ତ ଗୁରୁତ୍ୱପୂର୍ଣ୍ଣ। ତାପରେ ଦେଖନ୍ତୁ, ପଞ୍ଜୀକରଣ ପ୍ରକ୍ରିୟା ପାଇଁ ଆପଣମାନଙ୍କୁ ସୂଚିତ କରାଯାଇଛି। ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ତା 6/8/2026 ତାରିଖରୁ ଆରମ୍ଭ ହୋଇଛି। ସମସ୍ତ ଆଗ୍ରହୀ ଚାଷୀ ନିକଟସ୍ଥ ସମିତିରୁ ଗୋଟିଏ ନୂତନ ପଞ୍ଜୀକରଣ ଫର୍ମ ସଂଗ୍ରହ କରି ତା 6/8/2026 ତାରିଖରୁ 31/8/2026 ତାରିଖ ମଧ୍ୟରେ ସମିତି କାର୍ଯ୍ୟାଳୟରେ ଆବେଦନ କରିପାରିବେ। ଏହା ବିଭାଗର ୱେବସାଇଟ୍ ଆପଣମାନଙ୍କର www.fordodisha.in ରେ ମଧ୍ୟ ଉପଲବ୍ଧ। ଏହି ଫର୍ମଟି ମଧ୍ୟ ଆପଣମାନେ www.fordodisha.in ସାଇଟ୍ରେ ମଧ୍ୟ ଆପଣ ପାଇପାରିବେ। ଏହି ଭିଡ଼ିଓର ଡିସ୍କ୍ରିପସନ୍ରେ ମୁଁ ଆପଣମାନଙ୍କୁ ଲିଙ୍କ୍ ପ୍ରୋଭାଇଡ଼ କରିଦେବି। ଆପଣ ସେ ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ସେ ଫର୍ମଟିକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ନୂଆ ଫର୍ମରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଧାନ ଚାଷ ହୋଇଥିବା ଜମିର ବିଶଦ ବିବରଣୀ ଦେବାକୁ ହେବ। ଆପଣ ଯେଉଁ ଜମିରେ ଚାଷ କରୁଛନ୍ତି, ଧାନ ଅମଳ କରିଛନ୍ତି, ତାର ସମ୍ପୂର୍ଣ୍ଣ ବିବରଣୀ ଆପଣମାନଙ୍କୁ ସେ ଫର୍ମରେ ଦେବା ପାଇଁ ପଡ଼ିବ। ତ ଆପଣମାନେ ପଞ୍ଜୀକୃତ କରିବା ପୂର୍ବରୁ ତ ଆପଣମାନେ ଜାଣିବା ଦରକାର କେଉଁ କେଉଁ ଡକୁମେଣ୍ଟସ ଆପଣମାନଙ୍କର ଏଥର ଲାଗିବ। ତ ଡକୁମେଣ୍ଟସ ପ୍ରତି ଆପଣମାନେ ବିଶେଷ ଧ୍ୟାନ ଦେବେ। ଏହି ଡକୁମେଣ୍ଟସ ବିନା ଆପଣମାନଙ୍କର ପଞ୍ଜୀକୃତ ହୋଇପାରିବ ନାହିଁ। ତ
तो को डॉक्यूमेंट्स आपण मानकर आवश्यकता रही जहाँ मेंशन रही इच्छुक चाषी माने सेमानकर पंजीकरण फॉर्म सहित निम्नलिखित कागज पत्र तथ्यर नकल दाखल करिवार आवश्यकता रही डॉक्यूमेंट्स रो जेरक्स कॉपी आपण मानकू दबार अछि तो प्रथमतः आपण देखुचंती आधार कार्ड रही तो आधार कार्ड आपण मानक पई कंपलसरी रही तापरे 2 नंबर गुरुत्वपूर्ण डॉक्यूमेंट्स टी आपण मानक रही आधार संयुक्त मोबाइल नंबर विकल्प मोबाइल नंबर दुईटा मोबाइल नंबर आपण मानकर आवश्यकता रही तो सबुठु गुरुत्वपूर्ण कथा हला आपणको आधार कार्ड सहित आपण मानकर मोबाइल नंबर टी ऐड रहितबा दरकार जदि आपण मानकर आधार कार्ड सहित मोबाइल नंबर ऐड रहिबनी ताले आपण माने पंजीकृत करि परिबे नाही तो सेथि पई जदि आपण मानकर आधार कार्ड रे मोबाइल नंबर ऐड हेई नाही ए पर्यंत आपण माने ऐड करि नियंतु 3 नंबर गुरुत्वपूर्ण डॉक्यूमेंट्स टी आपण मानकर रहिछि अधिकार अभिलेख जोडा कि आपण मानकर खतियान स्वतलिपि जोडा कि आरआई 3 नंबर गुरुत्वपूर्ण डॉक्यूमेंट्स टी आपण मानकर रहिछि खतियान रहिछि तो जोडा कि अधिकार अभिलेख तापरे 4 नंबर डॉक्यूमेंट्स टी आपण मानकर रहिछि बैंक पासबुक रो प्रथम पृष्ठाकर नकल आपण मानकर जो पासबुक रहिछि एही पासबुक रो फ्रंट पेज रो जेरक्स आपण माने करि नेबे 5 नंबर गुरुत्वपूर्ण डॉक्यूमेंट टी आपण मानकर रहिछि जमी मालिकंक सहमति पत्र मध्य रहिछि जो माने भाग चासी रहिचंती सेमानक पई एटा दरकार एही 5 नंबर डॉक्यूमेंट्स टी दरकार तापरे 6 नंबर गुरुत्वपूर्ण डॉक्यूमेंट्स टी आपण मानकर रहिछि रेकॉर्ड धारीक ठारू सहमति पत्र मध्य गुटे रहिछि निज व्यतीत तापरे आपण मानक पई गुटे गुरुत्वपूर्ण सूचना प्रदान कराइछि कृषक रजिस्ट्री संख्या बा एग्री स्टैक नंबर अर्थात कृषि और कृषक सशक्तिकरण विभाग चाषी पंजीकरण समय रे आधार भित्तिक ई-केवाईसी जरूरी अटे जोडा कि आपण मानकर एग्री स्टैक रे आपण माने पंजीकृत होइथिबा दरकार तो सरकार को तरफ साफ साफ आपण मानकु सूचित कराइछि तापरे आपण मानकर पंजीकरण अवधि पाई मध्य सूचित कराइछि जे पंजीकरण फॉर्म पूर्ण करी चाषी माने समिति कार्यालय रे 6/8/2026 तारिख रु 31/8/2026 तारिख मध्य रे दाखल करिवे निर्धारित समयर यथेष्ट पूर्वरु चाषी माने समिति रे पूर्ण करा जायतिबा फॉर्म दाखल करिबा को अनुरोध खरीफ धान संग्रह संक्रांत रे केउ मास ओ पक्ष रे धान विक्रय हेबो ताहा पंजीकरण फॉर्म रे उल्लेख करिवे एही उद्देश्य रे चाषी माने विगत वर्ष जेउ समिति रे पंजीकृत होइथिले सेठारे संपर्क करिबा आवश्यक चाषी माने शेष तारीख को अपेक्षा न करी शीघ्र पंजीकरण पाई समिति रे अनुमोदित फॉर्म रे दरखास्त दाखल करिबा को अनुरोध करा जायछि तो एटी भाग चाषी को पाई कोन नियम रहिछि देखिबा तो देखंतु भाग चाषी को पाई सूचित करा जायछि जे भाग चाषी माने पंजीकरण प्रक्रिया रे आवश्यक कागज पत्र दाखल करी अंश ग्रहण करि परिबे भाग चाषी और जमी मालिकंकर आधार ई-केवाईसी माध्यम रे पंजीकरण करा जिवो एथि पई जमी मालिकंक उपस्थिति जरूरी अटे तापरे क्षुद्र और नाममात्र चाषी को पाई कोन रहिछि अधिकरु अधिक क्षुद्र और नाममात्र चाषी माने धान संग्रह व्यवस्था रे अंतर्भुक्त होई लाभान्वित हेबा सरकारंकर एकांत लक्ष्य